ଦେହ ଅସୁସ୍ଥ ପାଇଁ ଯାଇପାରିଲିନି। ବର୍ତ୍ତମାନ ମୁଁ ସୁସ୍ଥ ଆସ୍ତେ ଆସ୍ତେ ସୁସ୍ଥ ଅନୁଭବ କରିଛି। ଆସନ୍ତାକାଲି ବିଧାନସଭା ଅଛି, ମୁଁ ନିଶ୍ଚିତ ଭାବରେ ଜଏନ୍ କରିବି, ବଜେଟ୍ ଦିନ ବି ଜଏନ୍ କରିବି। ଏବଂ ବହୁ ସମସ୍ୟା ରହିଛି, ରାଜ୍ୟରେ ବହୁତ ସମସ୍ୟା ରହିଛି। ପ୍ରଥମତଃ ଚାଷୀ ସମସ୍ୟା, ମଣ୍ଡିରେ କଟନୀ ଛଟନୀ ଧାନ କିଣା ହେଇପାରୁନି। ଦ୍ୱିତୀୟଟି ହେଲା ନାରେଗା, ଯୋଉଟା ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ତାକୁ ନାଁଟାକୁ ଉଚ୍ଛେଦ କରିଛି ବିଜେପି ସରକାର। ତୃତୀୟଟି ହେଲା ବେକାର ଯୁବକ ଯୁବତୀ। ଇଣ୍ଡଷ୍ଟ୍ରି ନାଁରେ ଇଣ୍ଡଷ୍ଟ୍ରି ଆସିବାକୁ ନାହିଁ। ରାଜକୋଷରୁ ବିଭିନ୍ନ ରାଜ୍ୟ ବିଭିନ୍ନ ଦେଶ ବିଦେଶ ବୁଲିକିରି ମାନ୍ୟବର ମୁଖ୍ୟମନ୍ତ୍ରୀ କହୁଛନ୍ତି ଲକ୍ଷ ଲକ୍ଷ କୋଟି ଟଙ୍କା ନିବେଶ ହବ, କିନ୍ତୁ 2 ବର୍ଷ ହେଲା ଟଙ୍କାଟି ନିବେଶ ନାହିଁ। ଏବଂ ତା ସହିତ ବିଭିନ୍ନ ସମସ୍ୟା ରହିଛି, ସମସ୍ୟା ଉପରେ ଆଲୋଚନା କରାଯିବ। ଇନପୁଟ ବୋନସ୍ କଥା କୁହାଯାଉଥିଲା, ସେଇଟା ମଧ୍ୟ ଇନପୁଟ ବୋନସ୍ ଯେଉଁମାନେ କି 150 କ୍ୱିଣ୍ଟାଲରୁ ଅଧିକ ବିକେ ତାଙ୍କ ମିଳିବନି ବୋଲି କୁହାଯାଉଛି। ଚାଷୀ ମାନଙ୍କ ଠାରୁ ଯୋଉ ସରକାର ବଡ ବଡ ଭାଷଣ ମାରିକିରି କହିଲେ 600 ଟଙ୍କା ଆମେ ଦଉଛୁ, ଇନପୁଟ ଦଉଛୁ, ବର୍ତ୍ତମାନ ତାକୁ 150 କ୍ୱିଣ୍ଟାଲରେ 800 ଟଙ୍କା ଲେଖାଏଁ, ତାକୁ ବର୍ତ୍ତମାନ 150 କ୍ୱିଣ୍ଟାଲରେ ଲିମିଟ ରଖିଲେ। ବଡ ଚାଷୀ ମାନେ 600-700 କ୍ୱିଣ୍ଟାଲ ବିକୁଥିଲେ, ବର୍ତ୍ତମାନ 150 କ୍ୱିଣ୍ଟାଲ। ଛୋଟ ଚାଷୀ ଜମା ପାଉନାହାନ୍ତି, ଭାଗ ଚାଷୀ ପାଉନାହାନ୍ତି। ରାଜ୍ୟ ସରକାର ଜାଣିନାହାନ୍ତି କେତେ ପ୍ରକାର ଭାଗ ଚାଷୀ ଅଛନ୍ତି। ଟୋଟାଲି ଜମି ନଥିବା ଭାଗ ଚାଷୀ ଅଛନ୍ତି। ଅଳ୍ପ କିଛି ଜମି ଥାଇକିରି ଭାଗ ନିଅନ୍ତି, ଅନ୍ୟ ଲୋକର ଜମି ନେଇକି ଚାଷ କରନ୍ତି। ବିଭିନ୍ନ ପ୍ରକାର ଭାଗ ଚାଷୀ ଅଛନ୍ତି, ତାଙ୍କୁ ସରକାର ଜାଣିନାହାନ୍ତି, ତାଙ୍କୁ ଇନପୁଟ ମିଳୁନି। ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକତା ରହିଛି। ବହୁତ ଗୁଡେ ଚାଷୀ ଯାହାର କି 150 କ୍ୱିଣ୍ଟାଲ ଅଧିକ ତାଙ୍କର ଜମା କରୁନାହାନ୍ତି, ସେମାନେ 1600, 1700, 1800 ଟଙ୍କାରେ ବାହାର ରାଜ୍ୟକୁ ପଠେଇଲେଣି, କଳା ବଜାର ଚାଲିଲାଣି। 1200-1400 ଟଙ୍କାରେ ବି ପଠେଇଲେଣି, ଅନ୍ୟ ରାଜ୍ୟକୁ ଯାଉଛି, ଆନ୍ଧ୍ରା ଯାଉଛି, ଛତିଶଗଡ଼ ଯାଉଛି। ହଜାର ହଜାର କ୍ୱିଣ୍ଟାଲ ଧାନ ଆମର ବାହାର ରାଜ୍ୟକୁ ଯାଉଛି। ଏସବୁ ପ୍ରସଙ୍ଗ ଉଠିବ ବିଧାନସଭା। କେମିତି କଣ ସବୁ ବର୍ତ୍ତମାନ ପ୍ରିପାରେସନ ସବୁ ରହିଛି, ଆଉ କଂଗ୍ରେସର କେମିତି ଆଶାବାଦୀ ଆପଣ ଭଲ କରିବେ? ନିଶ୍ଚିତ ଭାବରେ କଂଗ୍ରେସର ଠିକ ସଂଗଠନ ରହିଛି। ଆମର କର୍ମୀ ମାନଙ୍କ ଉପରେ ଗୋଟେ ବିଶ୍ୱାସ ଭାଜନ ରହିଛି। ବରିଗୁମାରେ ଗଲା ଥର MLA ଇଲେକ୍ସନରେ ମୁଁ 2000-2500 ଲିଡ୍ କରିଥିଲି। ଏବେ ବି ଲିଡ୍ କେବେଟା ହବ, ସେଟା ନିଶ୍ଚିତ ଭାବରେ କଂଗ୍ରେସ ବିଜୟ ହବ। ବିଜେପି ବିଜେଡିର କୌଣସି ଧାରା ରହିବନି।